জয় জগন্নাথ। সর্বপ্রথমে যাত্রা লাগে সিংহবাহিনীর নাটক তু ମୋ ବଜରଙ୍ଗୀ ସିଣ୍ଡିକେଟ ପଡିଆ ଚଣ୍ଡିଖୋଲ ଏ ଆଜ୍ଞା ଆଜ୍ଞା ଭାରି ଭଲ। ଆଜି ଆସିଅଛନ୍ତି ଯାତ୍ରାରେ ସିଂହବାହିନୀର ବେଡ୍ ବୟ ପିୟୁଷ ତ୍ରିପାଠୀ ଯିଏକି ବଜରଙ୍ଗୀ ବୋଲି ନାଟକର ପ୍ରଥମ ମଲାଟ। ଆଜ୍ଞା ଯେମିତି ବର୍ଣ୍ଣବୋଧମୟୀର ବିଲେଇଥିବ ପ୍ରଥମେ ଗୋଟେ ନାଟକର ଗୋଟେ ଅଭିନେତା ଯାଏ ପ୍ରଥମେ ସେମିତି ବାଘ ବଢି ତେଣୁକରି ଆମ କଟକରେ ବାଘ ଆସିଯାଇଛି। ଯାହା ହଉ ଏ ବାଘର ବହୁତ ଦେଖିବା ପାଇଁ ଆଜି ଚଣ୍ଡିଖୋଲ ସିଣ୍ଡିକେଟ ପଡିଆର ପ୍ରବଳ ଭିଡ। ମାନେ ଅନଲାଇନ ଅଫଲାଇନ ଏତେ ଟିକଟ ବୁକ୍ 2026 ଉପଲକ୍ଷେ ହାପି ନ୍ୟୁ ଇୟର ଦର୍ଶକ ଦେବତା ମାନଙ୍କୁ ସିଂହବାହିନୀ ଦେଖେଇବ ନୂଆ ନୂଆ ଅଫର। ଖଣ୍ଡଗିରି ଯାହା ଆସୁଛି ତା ପୂର୍ବରୁ ପ୍ରିପେୟାର ହେଇଗଲେଣି ମାନେ ତୁମ ବଜରଙ୍ଗୀ ଉଠେଇବା ଖଣ୍ଡଗିରି ନିଶ୍ଚୟ ଆଜ୍ଞା କି କଥା ଆଜ୍ଞା ବଲ ତମର ବେଟ ଆମର ଟିକେ ଅପେକ୍ଷା କର ଖଣ୍ଡଗିରିର କରିବ ଜୋରଦାର ବେପାର। ଖଟା ଖାଇଲା ଭଳିଆ ଏମିତି ହେଲେ ମାନେ ଖଟା ଖାଇଛନ୍ତି ନା ପାନ ଖାଇକି ଏମିତି ଟୋଟାଲ ନାଇଁ ନାଇଁ ଏଇଟା ଆଜ୍ଞା ଆମର ନ୍ୟାଚୁରାଲ। କଣ କହିବେ ଆଜି ଯେତେବେଳେ ଏତେ 5-6 ମାସର ବ୍ୟବଧାନ ଆଜି ପିୟୁଷ ତ୍ରିପାଠୀକି ଦେଖିଲେ ମାନେ କେତେ ଖୁସି ଲାଗୁଛି। ନିଶ୍ଚୟ ନିଶ୍ଚୟ ଆମ ମାନଙ୍କୁ ଖୁସି ଲାଗୁଛି। ଦେଖ ଗୋଟେ କଥାରେ ଅଛି ବାପ ଭାଇ ମାନଙ୍କୁ ସିନା ନେଇ ଆଗକୁ ଯିବା। ବାପଟେ ଥିଲେ ଭାଇଟେ ଦରକାର ଭାଇଟେ ଥିଲେ ତା ପାଖକୁ ପୁଅଟେ ଦରକାର। ଯେତେବେଳେ ଜଣେ ସର୍ଟ ଥିଲା ସେ ଜିନିଷ ପୂରଣ ହେଇଗଲା ଆଜି ଖୁସି ଲାଗିବନି ଅଟୋମେଟିକ ତ ଖୁସି ଲାଗିବା କଥା ଲାଗିବ। ଇଏ ଆମର ଗୋଟେ ଆଜ୍ଞା ପରିବାର। 3 ଜଣ ମାଲିକ ଚାହିଁଥିଲେ ପିୟୁଷକୁ ନବା ପାଇଁ ଫାଇନାଲି ପିୟୁଷ ଏଠି ପଳେଇ ଆସିଲେ ଆଉ ସେ ମାଲିକ ମାନେ ଆଜ୍ଞା ରକ୍ଷା କର ମାଲିକ କଥା ମାଲିକଙ୍କର ଆମ କଥା ଆମର। ତେଣୁକରି କଳାକାର ଆମ ଜୀବନକୁ ତମେ ରକ୍ଷା କର। ଖଣ୍ଡଗିରି ମହାସମର ଆଗକୁ ଆସୁଛି। ନିଶ୍ଚୟ ନିଶ୍ଚୟ ଖଣ୍ଡଗିରି ମହାସମର ଆସୁଛି। ଖଣ୍ଡଗିରି ମହାସମରରେ କଳାକାରଙ୍କର ଛକା ପଞ୍ଚା ହୁଏ। ନିଶ୍ଚୟ ନିଶ୍ଚୟ ଆଜ୍ଞା ସେଟା ଗୋଟେ ଖେଳ ପଡିବ। କେତେ ଅଛନ୍ତି? ଦେଖିବା ଆଜ୍ଞା କଥା ଜଣା ପଡିଯିବ ଖଣ୍ଡଗିରି ଉପରେ ନିଶ୍ଚୟ। ନା କିଛି ତ ସୁରାଗ ପାଇଥିବେ ନା ପାର୍ଟି ପରିବର୍ତ୍ତନ କରିବା ପାଇଁ କଳାକାର ଆଗ ବଢେଇକି ରୁହନ୍ତି ଖଣ୍ଡଗିରିରେ। ନିଶ୍ଚୟ ନିଶ୍ଚୟ ଆଜ୍ଞା ନିଶ୍ଚୟ ପିଚ୍ ଉପରେ ଖେଳ ଖେଳିଲେ ନିଶ୍ଚୟ ଅଫର ଆସିବ। ଦର୍ଶକ ମାନଙ୍କ ପାଇଁ ଗୋଟେ ଡାଇଲଗ ଦର୍ଶକ ଦେବତା ମାନଙ୍କୁ ତ ନିଶ୍ଚୟ ଡାଇଲଗ ହବ ଦିଆଯିବ। ନୂଆ ନାଟକର ଆଜ୍ଞା ଗୋଟେ ପ୍ରଥମ ଡାଇଲଗ କହୁଛି ଏଇ ଭଲରେ ଭଲରେ ରାଜି ହେଇଯା ଭଲରେ ଭଲରେ ରାଜି ହେଇଯା କହୁଛି। 10 ଲକ୍ଷ ଟଙ୍କାର ଡିଲ୍ ହେଇଛୁ 5 ଲକ୍ଷ ଟଙ୍କା ମୁଁ ଆଡଭାନ୍ସ ନେଇଛି ତତେ ନେଇ ପହଞ୍ଚେଇ ଦେଲା ପରେ ବାକି ଆଉ 5 ଲକ୍ଷ ପାଇଯିବି। ଆମେ ଅନେଇଛ କଣ ଉଠାଅ ଝିଅକୁ। ସେ ଗୋଟେ ଡାଇଲଗ ଅଛି ପିୟୁଷଙ୍କର ହିସାବ ହବ ଗୋଟି ଗୋଟି କରିକି ହିସାବ ହବ ଆଜ୍ଞା ସହିତ ହିସାବ ହବ। ସିଏ ତ ସମସ୍ତ ସହିତ ହିସାବ କରୁଛି ଆଉ ଆଜ୍ଞା କାହା ସହିତ ହିସାବ ଆମେ ତ ବ୍ଲାକ ମେଲିଂ କରି ଚଳୁଥିଲୁ। ଆଉ ସିଏ ତ ରାମଚରିତ୍ରରେ ଏମିତି ବସିଲା ଆମ ଭାଗ୍ୟ ଲାଇଫ ଟାଇମ ବଦଳେଇ ଦେଲା। ମତେ ଗୋଟେ ବାଟ ଦେଖେଇଦେଲା ମୁଁ ମୋର ବେପାର କରି ବଞ୍ଚିଲି କାହିଁକି ଏତେ ଡକାୟତ କରିବି ପାଠ ସାଠ ପଢି ଆଜିକାଲି ଡେଟ୍ରେ ଯୋଉ ପିଲାମାନେ ପାଠ ସାଠ ପଢିକି ଅନ୍ୟାନ୍ୟ କିଛି ବାଟ ନ ପାଇକି କୋଉଠି ସ୍ମଗଲିଂ କରୁଛନ୍ତି ଡକାୟତ କରୁଛନ୍ତି ଅନ୍ୟାନ୍ୟ ଯେକୌଣସି ଗୋଟେ କର୍ମ କରୁଛନ୍ତି ତାପରେ ଯାଇ ଠକିଲା ପରେ ଶିଖୁଛନ୍ତି। କିନ୍ତୁ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଲି ଯାତ୍ରା ସିଂହବାହିନୀର ତୁ ମୋ ବଦନାମୀ ନାଟକ ଦେଖନ୍ତୁ ନିଶ୍ଚୟ ଆଜିକା ଡେଟ୍ରେ ଯୁବପିଢି ମାନେ କିଛିଟା ପରିବର୍ତ୍ତନ କରିବା ପାଇଁ ଆପଣ ମାନଙ୍କୁ କମେଡି କିଲର ଧର ଧର ଧରିଆ ଚ୍ୟାଲେଞ୍ଜ ଦଉଛି।